ତ୍ରାହି ନ ଯାଏ କେହି ବିରଞ୍ଚି ଶଙ୍କର ବିଷ୍ଣୁ ସମ ଗୁଣ ପାରେ ଥାଇ। ଯେଉଁ ଆଚରଣ ନିଜକୁ ଭଲ ଲାଗେ ନାହିଁ ସେହି ଆଚରଣ ଅନ୍ୟ ପ୍ରତି କରନ୍ତୁ ନାହିଁ। ନଖ ଓ ଲୋମକୁ ଛିଣ୍ଡାଅ ନାହିଁ। ଅପବିତ୍ର ଓ ଅଶୁଭ ବସ୍ତୁକୁ ସ୍ପର୍ଶ କର ନାହିଁ। ଆମିଷ ଯୁକ୍ତ ଉଚ୍ଛିଷ୍ଟ ଆହାର, ଶୂଦ୍ର ଦ୍ୱାରା ଅଣାଯାଇଥିବା ଆହାର ଏବଂ ଋତୁମତୀ ନାରୀର ଦୃଷ୍ଟି ପଡ଼ିଥିବା ଆହାର କେବେ ଭୋଜନ କରିବ ନାହିଁ। ଜଳକୁ ଲମ୍ପ ଦେଇ ସ୍ନାନ କର ନାହିଁ। ସଫା ହୋଇନଥିବା ପୋଷାକ ଓ ନିର୍ମାଲ୍ୟ ମାଳ ଧାରଣ କର ନାହିଁ। ନାରୀ ଏପରି ଏକ ପୁଷ୍ପ ଯାହା କେବଳ ନିଜ ଘରେ ସୁଗନ୍ଧ ବିତରଣ କରିଥାଏ। ଶ୍ରେଷ୍ଠ ଓ ସୁଗନ୍ଧିଯୁକ୍ତ ପୁଷ୍ପ ଲଜ୍ଜାଶୀଳା ଓ ଚିତ୍ତାକର୍ଷକ ହୋଇଥାଏ। ଏହା ମନୁସ୍ମୃତିରେ ବର୍ଣ୍ଣନା କରାଯାଇଅଛି। ସୁନାକୁ ଯେପରି ନିଆଁରେ ଫୋପାଡ଼ିଲେ ବା ପୋଡ଼ିଦେଲେ ତାହା ଖାଣ୍ଟି ସୁନା ହୋଇଯାଏ, ସେହିପରି ସତ୍ସଙ୍ଗ କରିବା ଦ୍ୱାରା, ସାଧୁସଙ୍ଗ ଲାଭ କରିବା ଦ୍ୱାରା ଯେଉଁ ଜ୍ଞାନାଗ୍ନି ଉତ୍ପନ୍ନ ହୁଏ, ସେହି ଜ୍ଞାନାଗ୍ନି ଦ୍ୱାରା ନିଜକୁ ଖାଣ୍ଟି ସୁନା ବା ସତ୍ୟରେ ପରିଣତ କରିପାରିଲେ ଜୀବନ ସୁଖମୟ ହେବ। ବିଳାସ ବ୍ୟସନ ଏବଂ